ଆପଣମାନେ ଶୁଣୁଛନ୍ତି ରେଡିଓ କୋରାପୁଟ। ଆପଣ ଜୀବନରେ ଅନେକ ଯାତ୍ରା କରିଥିବେ, କିନ୍ତୁ ମନେ ପକାଇଲେ ଆପଣଙ୍କର ପ୍ରଥମ ଗୋଟାଏ ରୁଟ୍‌ରେ ରେଳ ଯାତ୍ରା କିମ୍ବା ଗୋଟେ ବସ୍ ଯାତ୍ରା କିମ୍ବା କୌଣସି ଏକ କାର୍‌ରେ ଯାଉଥିବେ କିମ୍ବା ଚାଲି ଚାଲି ଯାଇଛନ୍ତି ଗୋଟେ ନୂଆ ଜାଗାକୁ। ସେଠି ଆପଣଙ୍କର ଅନୁଭୂତିକୁ ଟିକେ ମନେ ପକାନ୍ତୁ। ଆପଣଙ୍କର ନିଶ୍ଚିତ ଭାବରେ ଲୋମ ଠିଆ ହୋଇଯିବ। କାରଣ କୋରାପୁଟ ଏଭଳି ଏକ ସ୍ଥାନ, ଯେଉଁ ସ୍ଥାନକୁ ଯିଏ ବି ଦେଖେ, ଯେଉଁ ଭାବରେ ବି ଦେଖେ, ନିଶ୍ଚିତ ଭାବରେ ବିମୋହିତ ହୋଇଉଠେ। ଆଉ କୋରାପୁଟରୁ ବିଶାଖାପାଟଣାକୁ ଯୋଉ ଆରକୁ ଦେଇ ଯୋଉ ରାସ୍ତା ଯାଇଛି, ଯୋଉ ରେଳ ଲାଇନଟେ ପଡ଼ିଛି, ସେ ରେଳ ଲାଇନରେ ଯୋଉ ଯାତ୍ରା, ତାହା ଅନେକଙ୍କୁ ବିମୋହିତ କରିଛି। ଆଉ 59 ବର୍ଷ ବୟସରେ ପଦାର୍ପଣ କରିଥିବା ଆମ ସୁନୀଲ ଭାଇ, ସେ ଯେତେବେଳେ ପ୍ରଥମ ଥର ପାଇଁ କୋରାପୁଟରୁ ବିଶାଖାପାଟଣାକୁ ଏଇ ରେଳ ଯୋଗେ ଯାତ୍ରା କରିଛନ୍ତି ଏବଂ ତାକୁ ପୁଣି ଥରେ ଭିଷ୍ଟାଡୋମ ଭଳି ଏକ ସମ୍ପୂର୍ଣ୍ଣ ରୂପେ ଗ୍ଲାସ ଥିବା କୋଚ୍ ମଧ୍ୟରେ ତାଙ୍କର ଅପୂର୍ବ ଅନୁଭୂତି ସେଥିରେ ସେ ପାଇଛନ୍ତି। କୃତକୃତ୍ୟ ହୋଇଯାଇଛନ୍ତି ଏଇ କୋରାପୁଟର ସୌନ୍ଦର୍ଯ୍ୟ ପ୍ରତି ଏବଂ ତାଙ୍କ ଭିତରେ ଅନେକ ସମ୍ଭାବନା ଦେଖାଯାଉଛି ଯେ ଆମେ ଏଇ ଅଞ୍ଚଳକୁ କିପରି ଭାବରେ ପର୍ଯ୍ୟଟନର ଏକ କେନ୍ଦ୍ର ଭାବରେ ବିକଶିତ କରିପାରିବା। ଆରକୁ ଗଲା ପରେ ଏଇ ଭିଷ୍ଟାଡୋମ କୋଚରେ ମଧ୍ୟ ଲୋକ ଭର୍ତ୍ତି ହେଇଯାଉଛନ୍ତି, ଅର୍ଥାତ୍ ଆରକୁରୁ ଅନେକ ଲୋକ ଫେରି ଯାଉଛନ୍ତି। ତେବେ ତାଙ୍କୁ ଆମେ କୋରାପୁଟକୁ କାହିଁକି ଆଣିପାରୁନାହିଁ? ଏଇ ସବୁ କଥାକୁ ଚିନ୍ତା କରି କରି ସେ ବିଶାଖାପାଟଣା ପହଞ୍ଚି ଯାଇଛନ୍ତି ଗତକାଲି ରାତିରେ ଏବଂ ବର୍ତ୍ତମାନ ଆମେ ପୁଣି ଥରେ ଦେଖିବା ଯେ କିପରି ଭାବରେ ତାଙ୍କର ଏଇ ସ୍ମୃତି ଥିଲା, କିପରି ଭାବରେ ଏଇ ଯାତ୍ରା ଥିଲା ଏବଂ ଏଇ ଯାତ୍ରାର ଅନୁଭୂତି। ସୁନୀଲ ଭାଇ, ଆପଣଙ୍କୁ ଆପଣଙ୍କର ଅନନ୍ୟ ଯାତ୍ରା ଯୋଉ ପ୍ରଥମ ଅନୁଭୂତି ଆପଣ ପାଇଛନ୍ତି, ଆମେ ସ୍ୱାଗତ କରୁଛୁ ଏବଂ ଆମେ ଆଶା କରୁଛୁ ଆପଣ ଆପଣଙ୍କର ଅନୁଭୂତିଟିକୁ ଆମ ଶ୍ରୋତାଙ୍କ ପାଖରେ ଉପସ୍ଥାପନ କରିବେ। ଭାଇ। ରେଡିଓ କୋରାପୁଟର ସବୁ ଶ୍ରୋତାଙ୍କୁ ମୁଁ ନମସ୍କାର ଜଣାଉଛି। ଯେମିତି ଶାନ୍ତାକାର ଭାଇ କହିଲେ, ତାଙ୍କୁ ଧନ୍ୟବାଦ ମୋତେ ମୋର ଅନୁଭୂତି ବଖାଣିବା ପାଇଁ ସୁଯୋଗ ଦେଇଥିବାରୁ। କିନ୍ତୁ ସେ ଯେମିତି କହିଲେ ଯେ 59 ଇୟର୍ସ ମୋର ବୟସ ହେଇଗଲା 59 ବର୍ଷ ବୟସ ଏବଂ 59 ବର୍ଷ ଧରି ମୁଁ କୋରାପୁଟର ଲୋକ, କୋରାପୁଟରେ ରହିବା ସତ୍ତ୍ୱେ ମୁଁ ଆଜି ପର୍ଯ୍ୟନ୍ତ କୋରାପୁଟରୁ ବିଶାଖାପାଟଣା ଟ୍ରେନ ଯୋଗେ ଯାତ୍ରା କରିନଥିଲି। କାହିଁକି କରିନଥିଲି? ବିଭିନ୍ନ କାରଣ ସୁନାବେଡାରୁ ସଡ଼କ ପଥରେ ବିଶାଖାପାଟଣା ଗଲେ ବହୁତ କମ ସମୟ ଲାଗୁଛି ରେଳ ଅପେକ୍ଷା। ଦୁଇରେ ମୁଁ ରହୁଛି ସୁନାବେଡାରେ, ଯୋଉଟା କି ବିଶାଖାପାଟଣା କୋରାପୁଟ ଯିଏ ଯିବ ବିଶାଖାପାଟଣା ରାସ୍ତାରେ ପଡିବ ସୁନାବେଡା। ତେଣୁ ମୁଁ କୋରାପୁଟରୁ ରେଳରେ କେବେ ଯିବା ପାଇଁ ମନ ପଡୁନାହିଁ, ଯଦିଓ ମୁଁ ଜାଣିଛି ଯେ ଏଇ ଯାତ୍ରାଟି ଅତୀବ ସୁନ୍ଦର ଏବଂ ମନଲୋଭା ଦୃଶ୍ୟ ସମ୍ବଳିତ ଯାତ୍ରା। ଦେଖନ୍ତୁ, କୋରାପୁଟ ହଉଛି ଗୋଟେ ରେଳ ଜଙ୍କସନ। ଏଠି 3ଟି ଦିଗକୁ ରେଳ ଯାଇଛି: କୋରାପୁଟରୁ ବିଶାଖାପାଟଣା, କୋରାପୁଟରୁ ଛତିଶଗଡ଼ର କିରାଣ୍ଡୁଲ ଏବଂ କୋରାପୁଟରୁ ରାୟଗଡା। ତ କୋରାପୁଟରୁ ରାୟଗଡାରେ ଆମେ ତ ସାଧାରଣତଃ ଆମେ ଯାତ୍ରା କରିଥାଉ ଏବଂ ସେଇଟା ତ ଅତି ସୁନ୍ଦର ଅନୁଭୂତି, ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ ପ୍ରତ୍ୟେକ ଅନୁଭୂତି ନିଆରା। ଏଇ ଯେମିତି କାଲି ମୋର ଯାତ୍ରା ଥିଲା, କାଲି ଗୋଟେ ବିଶେଷ ପରିସ୍ଥିତିରେ ମୁଁ କୋରାପୁଟରୁ ଆସିଲି ରେଳ ଯୋଗେ ବିଶାଖାପାଟଣା ଏବଂ ମୁଁ କୋଉଥିରେ ଆସିଲି? ଭିଷ୍ଟାଡୋମ କୋଚ୍। ଭିଷ୍ଟାଡୋମ କୋଚ୍ ମୁଁ ଜାଣିବାରେ ଓଡ଼ିଶାରେ ଏକମାତ୍ର ରୁଟ୍ ଯୋଉଠି ଚାଲିଛି ସେଇଟା ହଉଛି ଏଇ କୋରାପୁଟରୁ ବିଶାଖାପାଟଣା ପର୍ଯ୍ୟନ୍ତ ଏବଂ ଗୋଟିଏ ଟ୍ରେନରେ ଭିଷ୍ଟାଡୋମର 2ଟି କୋଚ୍ ଏବଂ ସବା ଶେଷରେ ଲାଗୁଛି। ଭିଷ୍ଟାଡୋମର କୋଚ୍ର ଏକମାତ୍ର ଏକ ବିଶେଷତ୍ୱ ହଉଛି ଯେ ଏଇଟା କେବଳ ତିଆରି ହେଇଛି ଟୁରିଷ୍ଟ ମାନଙ୍କୁ ଗୋଟିଏ ନିଆରା ଅନୁଭୂତି ଦେବା ପାଇଁ ଏବଂ ଛାତରେ ବି ଗ୍ଲାସ ଲାଗିଛି, ଆଉ କଡ଼ରେ ବିରାଟ ଗ୍ଲାସ ଲାଗିଛି ଏବଂ ଯୋଉ ସିଟ୍ ଅଛି ସେ ସିଟ୍ ଗୁଡା 360 ଡିଗ୍ରୀ ଘୁରି ଯାଇପାରିବ। ମାନେ ଆପଣ ଚାହିଁଲେ ସିଟ୍ ଟାକୁ ଆଗ ଆଡକୁ ରଖିପାରିବେ, ଚାହିଁଲେ ଝରକା ଆଡକୁ ମୁହଁ କରି ରଖିପାରିବେ, ଚାହିଁଲେ ପଛ ଆଡକୁ ମୁହଁ କରି ରଖିପାରିବେ। ଦୁଇଟି ସିଟ୍ର ଯୋଉ ଯୋଡା ତାକୁ ଆପଣ ଯେମିତି ଚାହିଁବେ ସେମିତି ବୁଲେଇ ପାରିବେ। ଆହୁରି ଯୋଉଟା ବହୁତ ବଢିଆ କଥା ହଉଛି ଯେ ଯେହେତୁ ଏହାର ଟ୍ରେନର ସବୁଠୁ ଶେଷରେ ଅଛି, ଶେଷ ପଛ ପଟଟା ପୁରା ଗ୍ଲାସରେ ତିଆରି। ତେଣୁ ସେଠି ଠିଆ ହେଇକି ଆପଣ ଟ୍ରେନରେ ଆପଣ ଯୋଉ ଦୃଶ୍ୟ ସବୁ ପଛକୁ ଯୋଉ ମାନେ ରେଳ ରାସ୍ତାଟା ପଛକୁ ଯାଉଛି, ଆପଣ ଟ୍ରେନର ପଛରେ ଠିଆ ହେଇକି ଦେଖୁଛନ୍ତି। ଗାର୍ଡ ବଗିରେ ଯେମିତି ଗାର୍ଡ ଦେଖୁଥାଏ, ଆପଣ ସେଇଭଳିଆ ଦେଖିପାରିବେ। ଆଉ ଯେହେତୁ କୋରାପୁଟରେ ମାନେ ଯୋଉଗୁଡା ସବୁ ଆଲୋଚିତ ହେଇନାହିଁ, ସେଇଟା ହଉଛି ଯେ କୋରାପୁଟରେ ବହୁତ ୱାଟର ବଡିଜ୍ ଅଛି।
ଆପଣ ଦେଖନ୍ତୁ ଏଇ ଯୋଉ ଟ୍ରେନ ଟି ଆସିବ ଜୟପୁର ପ୍ରଥମେ ରାଣୀଗୁଡା ଡ୍ୟାମ ର ସିନ୍ ସେ ଦେଖିବ, ତାପରେ ଯେତେବେଳେ କୋରାପୁଟରେ ପହଞ୍ଚିବ କୋରାପୁଟ ପରେ କୋଲାବ ଜଳଭଣ୍ଡାରର ଯୋଉ ଜଳଭଣ୍ଡାର ତାକୁ ବିଭିନ୍ନ ସ୍ଥାନରେ ସେ କ୍ରସ୍ କରିବ, ପାହାଡ, ପାଣି, ରେଳ ରାସ୍ତା ଆଉ ଏଇ ଯୋଉ କାଚର ଯୋଉ ରେଳ ବଗି, ଏବଂ ବିଶେଷ ଏ କରି ସେ ସବୁ ଯୋଉ ମିଶି କୋରାପୁଟରୁ ସୁକୁ ମଧ୍ୟରେ ଥିବା ରେଳ ବ୍ରିଜ, ମୁଁ ଆସୁଛି ସେ ପଏଣ୍ଟକୁ ଆସୁଛି, ଏ ସବୁ ମିଶି ଗୋଟେ ଅଦ୍ଭୁତ ପରିବେଶ ଗୋଟେ ତିଆରି କରନ୍ତି ଯାତ୍ରୀ ମାନଙ୍କ ପାଇଁ। ଆଉ ବିଶେଷ କରି କୋରାପୁଟ ପରେ ପରେ ଯେତେବେଳେ ସୁକୁ ବ୍ରିଜ ଟାକୁ ଯେତେବେଳେ ପାର ହବ ସେଇ ଯୋଉ ମୁହୂର୍ତ୍ତଟି ସେଇଟା ସବୁଠୁ ନିଆରା ଗୋଟେ। ତେଣୁ ଆକୁ କେବଳ ଜଣେ ନିଜେ ଗଲେ ହିଁ ଜାଣିପାରିବ। ରସଗୋଲା ଯେମିତି ଖାଇଲେ ହିଁ ତାର ମଜା ଜାଣି ହୁଏ, ଯେତେ ବର୍ଣ୍ଣନା କଲେ ବି ଜାଣି ହୁଏ ନାହିଁ, ଇଏ ଗୋଟେ ସେଇଭଳି ଅନୁଭୂତି ଏବଂ କାଲି ମୋର ସେଇଭଳି ଗୋଟେ ସୁନ୍ଦର ଅନୁଭୂତି ହୋଇଥିଲା। ଆମ ଟ୍ରେନ ଆସିଲା ପରେ ରାସ୍ତାରେ ପଡିଲା ସୁକୁ ପଡିଲା, ତାପରେ ପଡିଲା ପାଲିବା ପଡିଲା, ତାପରେ ପଡିଲା ମାସ୍କୁଣ୍ଡ ରୋଡ, ତାପରେ ଭେଜା। ମୁଁ ଭାବିଲି ମୁଁ ଯଦି ପରବର୍ତ୍ତୀ ପର୍ଯ୍ୟାୟରେ କେବେ ଏଇ ଅନୁଭୂତି ନେବା ପାଇଁ ଚାହିଁବି, ମୁଁ ସମ୍ପୂର୍ଣ୍ଣ ରୂପେ ବିଶାଖାପଟନମ ଯିବା ଆବଶ୍ୟକ ନାହିଁ, ମୁଁ କୋରାପୁଟରେ ଟ୍ରେନରେ ଚଢିକି ଭେଜାରେ ଓହ୍ଲେଇ ପୁଣି ସଡ଼କ ଯୋଗେ ଫେରିପାରିବି ସୁନାବେଡା ବା କୋରାପୁଟ ଫେରିପାରିବି, ବା ଯେ କେହି ଯାତ୍ରୀ ଚାହାନ୍ତି ସେମାନେ ସେମିତି କରିପାରିବେ। ଆମ ଟ୍ରେନ ଯେତେବେଳେ ପହଞ୍ଚିଲା ଆରକୁରେ ସେତେବେଳେ ମୁଁ ଦେଖିଲି ପୁରା ସମ୍ପୂର୍ଣ୍ଣ ଭାବରେ ଟ୍ରେନଟି ଭର୍ତ୍ତି ହେଇଗଲା। ତା ପୂର୍ବରୁ ମାତ୍ର ଏଇ ଯୋଉ ଦୁଇଟି ବଗିରେ 4 ଜଣ ଯାତ୍ରୀ ଥିଲେ, ମୁଁ ଜଣେ, ଆଉ 2 ଜଣ ଆଉ ଗୋଟେ ଡବାର ଆଉ ଜଣେ ମାତ୍ର ଥିଲେ, ଟୋଟାଲ 4 ଜଣ ଯାତ୍ରୀ ଆମେ ଥିଲୁ। ଅଥଚ ଆରକୁ ପରେ ସମ୍ପୂର୍ଣ୍ଣ ରୂପେ ଟୁରିଷ୍ଟ ମାନଙ୍କ ଦ୍ୱାରା ଭର୍ତ୍ତି ହେଇଗଲା। ମୁଁ ଭାବିଲି ଯେ କୋରାପୁଟରେ ଏତେ ସୁନ୍ଦର ବ୍ୟବସ୍ଥା ଅଛି, ଅଥଚ କାହିଁକି ଆମେ ତାକୁ ବ୍ୟବହାର କରିପାରୁନାହୁଁ। ମୁଁ ପ୍ରଥମ ଭାବିଲି ହୁଏତ ଏ ବାବଦରେ ଆମ ଲୋକମାନଙ୍କ ପାଖରେ ସୂଚନାର ଅଭାବ, ଦ୍ୱିତୀୟତଃ ୟାକୁ ନେଇ କଣ କରାଯାଇପାରେ ସେଭଳି ସମ୍ଭାବ୍ୟ ଯୋଉ ମାନେ ଆକ୍ଟିଭିଟି ତାର ଅଭାବ। ମତେ ଲାଗିଲା ଏଇଟା ହୁଏତ ଯୋଉମାନେ ଫିଲ୍ମ ସୁଟିଂ କରୁଛନ୍ତି ବା ଆଲବମ ସୁଟିଂ କରୁଛନ୍ତି ବା ପ୍ରି ୱେଡିଂ ବା ପୋଷ୍ଟ ୱେଡିଂ ଆଜିକାଲି ଯୋଉ ସୁଟ୍ ହଉଛି ତା ପାଇଁ ଏଭଳି ଗୋଟେ ଏକ୍ସକ୍ଲୁସିଭ, ଏଭଳି ଗୋଟେ ନିଆରା ଦୃଶ୍ୟ ସମ୍ବଳିତ ଭିଡିଓ ଓଡିଶାରେ ଆଉ କୋଉଠି ଆପଣ ଏମିତି ପାଇବେ ନାହିଁ। ଆଉ ଏଇଟା ଆହୁରି ବହୁଗୁଣିତ ହେଇଥିବ ବର୍ଷା ଦିନ ଆରମ୍ଭ ହେଲା ପରେ, ମାନେ ବାଦଲ ଘେରା ପାହାଡ, ପାଣି ଭିତରେ ମାନେ ରେଳ ଧାରଣା, ତା ଉପରେ କାଚର ଏଇ ଯୋଉ ବଗି, ଏ ସବୁକୁ ନେଇକି ସୁନ୍ଦର ଭାବେ ଦୃଶ୍ୟର ପରିକଳ୍ପନା କରାଯାଇପାରିବ। ମାନେ ବର୍ଷାରେ ଓଦା ନ ହୋଇ ବି ବର୍ଷାକୁ ଛୁଇଁ ହବ। ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ରୂପେ ଆପଣ ବର୍ଷା ଭିତରେ ଭିଜୁଥିବାର ଦୃଶ୍ୟ କରିପାରିବେ, କିନ୍ତୁ ଟୋପାଏ ବି ବର୍ଷା ଆପଣଙ୍କ ଦେହରେ ନ ପଡେ। ତେବେ ଆମକୁ ଆବଶ୍ୟକତା ରହିଛି ଏଇ ରୁଟ୍ ଟାକୁ ଆହୁରି ଅଧିକା ତାକୁ ପ୍ରମୋଟ କରିବା ଦରକାର ଏବଂ ସରକାରଙ୍କର ବି ଗୋଟେ ଯୋଜନା ରହିବ। ଯେମିତିକି ଆମେ ଦେଖୁଛେ ଆରକୁରୁ ଟୁରିଷ୍ଟ ଯାକ ଫେରି ଯାଉଛନ୍ତି, କିନ୍ତୁ ଆରକୁରେ କିମ୍ବା ବିଶାଖାପାଟଣାରେ ଆମର କୋରାପୁଟର ଯୋଉ ଟୁରିଜିମର ପୋଟେନ୍ସିଆଲ ଯାହା ଅଛି ତାକୁ ଆମେ ସେଠି ଏକ୍ଜିବିଟ୍ କରିନାହିଁ, ଆମେ ପ୍ରମୋସନ କରିନାହିଁ, ଆମେ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବା ପାଇଁ କୌଣସି ପ୍ରୟାସ ହିଁ କରିନାହିଁ। ଆମର ପର୍ଯ୍ୟଟନର ପଲିସି ହିଁ ସେଇ ପ୍ରକାର କିଛି ନାହିଁ, ଯାହାଫଳରେ କି ଆମର ଆରକୁ ପର୍ଯ୍ୟନ୍ତ ଆସୁଛନ୍ତି ଏବଂ ଆରକୁ ପରେ ଥିବା ଯୋଉ କୋରାପୁଟର ଅନନ୍ୟ ଦୃଶ୍ୟ, ଏ ଦୃଶ୍ୟ ଗୁଡିକ କେବଳ କିଛି ଆଖିରେ ବାନ୍ଧି ରହିଯାଉଛି, କିଛି ଫଟୋଗ୍ରାଫ କିଛି ଭିଡିଓଗ୍ରାଫ ଭିତରେ ରହିଯାଉଛି, ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁନାହିଁ। ତେଣୁ ଆମେ ଆଶା କରୁଛୁ ଯେ ସୁନୀଲ ଭାଇଙ୍କର ଏଇ ଯୋଉ ଯାତ୍ରାର ବର୍ତ୍ତମାନ ଆମେ ବର୍ଣ୍ଣନା ଶୁଣିଲେ ଏବଂ ଅନୁଭବ କରିବା ପାଇଁ ଯୋଉ ନିମନ୍ତ୍ରଣ ସେ କରିଛନ୍ତି, ନିଶ୍ଚିତ ଭାବରେ ନିଆରା ଅନୁଭୂତି। ଯିଏ ବି ଯାଇଛନ୍ତି ଏଇଭଳି ଅନୁଭୂତି ସେମାନେ ବାଣ୍ଟିଛନ୍ତି। ଆମେ ସୁନୀଲ ଭାଇଙ୍କ ପାଖରେ କୃତଜ୍ଞତା ଜଣାଉଛୁ। ସେ ବାସ୍ତବରେ ବର୍ତ୍ତମାନ ଯାଉଛନ୍ତି ମାଲେସିଆରେ ଥିବା ଓଡ଼ିଆ ମାନଙ୍କର ଗୋଟେ ନିମନ୍ତ୍ରଣକୁ ରକ୍ଷା କରି ସେ ସେଠି ମାଲେସିଆରେ ଓଡ଼ିଶା ଦିବସ ପାଳନ କରିବେ ସେଠି। ତେଣୁ ତାଙ୍କର ବର୍ତ୍ତମାନ ରେଳ ଯାତ୍ରା ସରିଛି, ବର୍ତ୍ତମାନ ବିମାନ ଯାତ୍ରା ଆରମ୍ଭ ହବ। ତାଙ୍କୁ ଆମେ ଏଇ ବିମାନ ଯାତ୍ରାରେ ଏବଂ ମାଲେସିଆରେ ଏକ ସୁନ୍ଦର ଅନୁଭୂତି ନେବା ପାଇଁ ଆମେ ସମସ୍ତେ ରେଡିଓ କୋରାପୁଟର ଶ୍ରୋତାଙ୍କ ତରଫରୁ ଅଭିନନ୍ଦନ ଜଣାଉଛୁ। ଆମେ ଆଶା କରୁଛୁ ଯେତେବେଳେ ସେ ମାଲେସିଆରୁ ଫେରିବେ ସେ ଏକ ସୁନ୍ଦର ଅନୁଭୂତି ଆମ ପାଇଁ ଏଇ ରେଡିଓ କୋରାପୁଟରେ ବଖାଣିବେ। ତେବେ ପୁଣି ଥରେ ଆପଣଙ୍କୁ ଅଭିନନ୍ଦନ ଭାଇ, ଆପଣଙ୍କର ଯାତ୍ରା ସୁଗମ ହଉ, ପୁଷ୍ପିତ ହଉ ଏବଂ ଆନନ୍ଦମୟ କରିଦେଉ। ଧନ୍ୟବାଦ, ନମସ୍କାର। ସମସ୍ତ ରେଡିଓ କୋରାପୁଟର ଶ୍ରୋତାଙ୍କୁ କୃତଜ୍ଞତା ଜଣାଇ ରହୁଛି। ତେବେ ନମସ୍କାର। ସିଏଚ୍ ସାନ୍ତାକାର ରେଡିଓ କୋରାପୁଟ ପାଇଁ।